ଆଜି ଧନ ଆଦିକୁ ନିଜ ଜାଲରେ ଫସାଇବେ। ଧନ ଆଦିକୁ କହିବେ ତୁ ମତେ କେବେ ଭୁଲ ବୁଝିବୁନି, ଆଉ ତୁ ସେ ମୁକ୍ତି କଥାରେ କେବେ ବି ଫସିବୁନି, ମତେ କଥା ଦେ। ସେଠୁ ଆଦି କହିବେ ଆରେ ନା, ତମେ ଇଏ କଣ କହୁଛ? ସେମିତି କିଛି ବି ହବନି। ମୁକ୍ତି ଆମ ଦୁଇ ଜଣକୁ କେବେ ବି ଅଲଗା କରିପାରିବନି। ପୁଣି ଧନ କହିବେ ଆଦି ସେ ଏବେ ବି କୌଣସି ମନ୍ଦ ଉଦ୍ଦେଶ୍ୟ ନେଇକି ଏ ଘରକୁ ଆସିଛି। ଖାଲି ସେତିକି ନୁହେଁ, ସେ ଏବେ ପିଇସା ପିଇସି ନାନୀ ଆଉ ବିକ୍ରାନ୍ତକୁ ବି ତା ଜାଲରେ ଫସାଇ ସାରିଛି। ସେଇଠୁ ଆଦି ପୁରା କନଫ୍ୟୁଜ ହେଇଯାଆନ୍ତି। ଧନ ପୁଣି କହିବେ ମତେ ତ ଏବେ ବହୁତ ଡର ଲାଗୁଛି ପିଇସା ପିଇସି ନାନୀ ବିକ୍ରାନ୍ତଙ୍କ ପାଇଁ। ସେମାନେ ତା କଥାରେ ପଡି ଯେମିତି କିଛି ଭୁଲ ନ କରନ୍ତୁ। ତାପରେ ଆଦି କହିବେ ନା ନା, ସେମିତି କିଛି ବି ହବନି, ରିଲାକ୍ସ, ମୁଁ ଅଛି ନା। ସେଇଠୁ ଧନ କହିବେ ଆଦି ନାଇଁ, ତୁ ବୁଝୁନୁ, ଆଉ ମତେ ବି ଏବେ ବହୁତ ଡର ଲାଗିଲାଣି। ସେ କେତେବେଳେ ବି ମତେ ଏ ଘରୁ ବାହାର କରିଦେବ, ମତେ ଏ ଘରେ ସେ ରଖେଇଦେବନି ଆଦି। ତାପରେ ଆଦି କହିବେ ମୁଁ କହିଲି ନା କିଛି ହବନି, ତମେ ଯାଅ ରେଷ୍ଟ ନିଅ। ଆଜି ଏମିତି କିଛି ସିନ୍ ଦେଖିବାକୁ ପାଇବେ